ଆଚ୍ଛା, ଆଜି ଆମେ ଟିକେ ପଛକୁ ଯିବା। ୱେବ୍‌ର ସେଇ ପ୍ରଥମ ଆରମ୍ଭ ଦିନକୁ ଗୋଟେ ନାଁ ବିଷୟରେ କଥା ହେବା, ଯାହା ହୁଏତ ବେଶୀ କେହି ଶୁଣି ନଥିବେ। WWW। ଆମ ପାଖରେ ଗୋଟେ ଲେଖା ଅଛି, ୱାର୍ଲଡ ୱାଇଡ୍ ୱେବ୍ ୱର୍ମ ଏକ ସର୍ଚ୍ଚ ଇଞ୍ଜିନ୍‌ର ଆରମ୍ଭ ବୋଲି। ସେଇଠୁ କିଛି କଥା ନେଇଛୁ। ତ ଆମେ ବୁଝିବାକୁ ଚେଷ୍ଟା କରିବା ଏଇ ପୁରୁଣା ଟେକ୍ନୋଲୋଜିଟା କ'ଣ ଥିଲା ଆଉ କେମିତି ଆଜିର ଇଣ୍ଟରନେଟ୍ ପାଇଁ ବାଟ ତିଆରି କରିଥିଲା। ଆସନ୍ତୁ ଟିକେ ଭିତରକୁ ଯିବା। ହଁ, WWW ପୁରା ନାଁ ତ ୱାର୍ଲଡ ୱାଇଡ୍ ୱେବ୍ ୱର୍ମ। ଏଟା ବାସ୍ତବରେ ୱେବ୍‌ର ପ୍ରଥମ କେତେଟା ସର୍ଚ୍ଚ ଇଞ୍ଜିନ୍ ଭିତରୁ ଗୋଟେ ଥିଲା। କିନ୍ତୁ ଏଠି ଯୋଉ ମଜା କଥାଟା, ସେଇଟା ହେଲା ତାର ନାଁ। ସାଧାରଣତଃ ଆମେ 3ଟା W ଶୁଣୁ, WWW। ଏଠି 4 ନମ୍ବର W ଆସିଲା କୋଉଠୁ, ଆଉ ତା ମାନେ କ'ଣ? ହଁ, ସେଇଟା ମୁଁ ବି ଭାବୁଥିଲି। ଚତୁର୍ଥ W ୱର୍ମ। ଏଇଟା ଶୁଣିଲେ ଟିକେ ଅଜବ ଲାଗୁଛି ନା? କାରଣ ଟେକ୍ନୋଲୋଜି ଦୁନିଆରେ ୱର୍ମ କହିଲେ ଆମେ ତ ଆଉ କିଛି ବୁଝୁ, ବେଳେବେଳେ କିଛି ଖରାପ ଜିନିଷ। ତେବେ ଏଠି ଏହାର ପ୍ରକୃତ ମାନେ କ'ଣ ଥିଲା? କେମିତି କାମ କରୁଥିଲା ଏଇଟା? ମୁଁ ଶୁଣିଛି ଏଇଟା କୋଲୋରାଡୋ ୟୁନିଭର୍ସିଟିର ଅଲିଭର ମ୍ୟାକୋବ୍ରାୟନ୍ ବୋଲି ଜଣେ ବନେଇଥିଲେ 1994ରେ। ଠିକ୍ ତ? ହଁ, 1994ରେ କଥା। ଆଉ ଏଠି ୱର୍ମ ଶବ୍ଦଟା ତାକୁ ବହୁତ ପଜିଟିଭ୍ ଅର୍ଥରେ ବ୍ୟବହାର କରାଯାଇଥିଲା। ଏହା ଗୋଟେ ପ୍ରୋଗ୍ରାମକୁ ବୁଝାଉଥିଲା, ଯେ କି ୱେବ୍‌ରେ ନିଜେ ନିଜେ ବୁଲୁଥିଲା, ମାନେ କ୍ରଲ୍ କରୁଥିଲା। ଠିକ୍ ଯେମିତି ଗୋଟେ ପୋକ ମାଟି ଖୋଳେ। ତାର କାମ ଥିଲା ୱେବସାଇଟ୍ ସବୁ ଖୋଜିବା ଆଉ ସେଗୁଡ଼ିକର ଗୋଟେ ଲିଷ୍ଟ ବା ଇଣ୍ଡେକ୍ସ ତିଆରି କରିବା। ଆଜିକାଲି ଯେମିତି ସର୍ଚ୍ଚ ଇଞ୍ଜିନ୍ ବଟ୍ ବା ସ୍ପାଇଡର କାମ କରୁଛନ୍ତି, ଏଇଟା ହେଲା ସେ କାମର ଗୋଟେ ପ୍ରାଥମିକ ରୂପ। ଏଇଟା ମୁଖ୍ୟତଃ ଖାଲି URL, ପେଜ୍‌ର ଟାଇଟଲ୍ ଆଉ ହେଡିଂ ଏସବୁ ମେଟାଡାଟାକୁ ଇଣ୍ଡେକ୍ସ କରୁଥିଲା, ପୁରା ପେଜ୍‌ର କଣ୍ଟେଣ୍ଟକୁ ନୁହେଁ। ବାଃ! ମାନେ ଗୁଗଲ ଆସିବାର ବହୁତ ଆଗରୁ ଏମିତି କ୍ରଲିଂ ଆଉ ଇଣ୍ଡେକ୍ସିଂ କଥା ଚିନ୍ତା କରାଯାଇଥିଲା। ଏଇଟା ତ ବାସ୍ତବରେ ବହୁତ ଆଗୁଆ ଚିନ୍ତାଧାରା। କିନ୍ତୁ ଖାଲି କ୍ରଲ୍ କରି ଇଣ୍ଡେକ୍ସ କରିଦେଲେ କ'ଣ ହେଇଗଲା? ସେତେବେଳେ ୱେବ୍ ତ ବହୁତ ଛୋଟ ଥିଲା ଆଜି ତୁଳନାରେ। ତଥାପି ଏଇଟା କେତେ କାମ କି ଥିଲା? ଆଜି ଆମେ ଯେମିତି ପ୍ରଶ୍ନ ପଚାରିଲେ ଠିକ୍ ଜବାବ ପାଉଛୁ, ସେମିତି କିଛି ଥିଲା କି? ନା, ସେମିତି ଆଦୌ ନୁହେଁ। ଆଜି ତୁଳନାରେ ବହୁତ ବେସିକ୍ ଥିଲା ସେଟା। ସେଟା ମୁଖ୍ୟତଃ କିୱାର୍ଡ ମ୍ୟାଚିଂ ଉପରେ ଚାଲୁଥିଲା। ମାନେ ଆପଣ ଯୋଉ ଶବ୍ଦ ଖୋଜିଲେ, ସେଇଟା ଯଦି ଟାଇଟଲ୍‌ରେ ବା URLରେ ଥିବ, ତେବେ ଦେଖେଇବ। ଆଉ ରିଜଲ୍ଟ ଗୁଡ଼ାକ ବି ଆଜିକାଲି ଭଳି ସଜା ହେଇକି ଆସୁନଥିଲା। ମାନେ କୋଉଟା ବେଶୀ ଜରୁରୀ, ସେମିତି କିଛି ନଥିଲା। ଶୁଣାଯାଏ ସେତେବେଳକୁ ପ୍ରାୟ 3 ଲକ୍ଷ ମଲ୍ଟିମିଡିଆ ଅବଜେକ୍ଟକୁ ସେ ଇଣ୍ଡେକ୍ସ କରିପାରୁଥିଲା। ସେ ସମୟ ପାଇଁ ଏଇଟା ବହୁତ ବଡ଼ କଥା ଥିଲା, ବୁଝିଲେ? କିନ୍ତୁ ତାର ପ୍ରକୃତ ଗୁରୁତ୍ୱଟା ତାର କାମ କରିବାରେ ନୁହେଁ, ବରଂ ତାର ଆଇଡିଆଟାରେ ଥିଲା। WWW ଦେଖେଇଦେଲା ଯେ ୱେବ୍‌ରେ ଯେତେ ସବୁ ଜିନିଷ ଅଛି, ତାକୁ ଅଟୋମେଟିକ୍ ଭାବେ ଏକାଠି କରି ସଜାଡ଼ି ହେବ। ଏଟା ସମ୍ଭବ। ଆଉ ଏଇଟା ହିଁ ପରବର୍ତ୍ତୀ ସର୍ଚ୍ଚ ଇଞ୍ଜିନ୍ ପାଇଁ ବାଟ ଖୋଲିଥିଲା, ଯେମିତିକି ୱେବ୍ କ୍ରଲର, ଲାଇକୋଜ୍ ଆଉ ତାପରେ ଯେ ଗୁଗଲ, ଏମାନଙ୍କ ପାଇଁ ମୂଳଦୁଆ ପକାଇଥିଲା ଏଇ WWW। ହଁ, ଏଇଟା ବାସ୍ତବରେ ଗୋଟେ ବଡ଼ କଥା। ଠିକ୍ କହିଲେ। ତାହେଲେ ସାର୍ କଥା କ'ଣ ହେଲା? ଏଇ WWW ଯାହାର ନାଁରେ ୱର୍ମ ଅଛି, ସେ ଗୋଟେ ଖରାପ ପ୍ରୋଗ୍ରାମ ନଥିଲା, ବରଂ ଇଣ୍ଟରନେଟ୍ ଇତିହାସରେ ଗୋଟେ ବାଟ ଦେଖେଇବା ଭଳି କାମ କରିଥିଲା, ପଥ ପ୍ରଦର୍ଶକ ଥିଲା। ଖାଲି ଗୋଟେ ଆରମ୍ଭର ସର୍ଚ୍ଚ ଇଞ୍ଜିନ୍ ନୁହେଁ, ଏହା ଦେଖେଇଲା ଯେ ସୂଚନା ଖୋଜିବାର ସମ୍ଭାବନା ଅଛି। ଆଉ ଆଜି ଆମେ ଯେମିତି ଚଟକିନା ସବୁ ଖବର ପାଇଯାଉଛୁ, ତାର ମୂଳଦୁଆ ସେଇଠୁ ପଡ଼ିଥିଲା। ଏକଦମ ଠିକ୍। ଆଉ ଏଇଟା ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବି ସାମ୍ନାକୁ ଆଣୁଛି। ଯଦି ଆମେ ଦେଖିବା WWW କେତେ ସାଧାରଣ ଥିଲା, ମାନେ କେତେ ମୌଳିକ ଥିଲା, ଆଉ ତା ପରଠୁ ଆଜି ଯାଏଁ ସର୍ଚ୍ଚ ଟେକ୍ନୋଲୋଜି କେତେ ଆଗକୁ ଗଲାଣି, ତେବେ ଭବିଷ୍ୟତରେ କ'ଣ ହେବ? ଏବେ ତ AI ଆସିଗଲାଣି। ଏହା ପରେ ସୂଚନା ଖୋଜିବା ଆଉ ପାଇବାର ତରିକା ପୁରା ବଦଳିଯିବ ପରା। କିଏ ଜାଣେ, ଆଉ କିଛି ବର୍ଷ ପରେ ହୁଏତ ଆଜିର ଗୁଗଲ ସର୍ଚ୍ଚ ବି ଆମକୁ ସେଇ WWW ଭଳି ପୁରୁଣା ଆଉ ସାଧାରଣ ଲାଗିପାରେ। ଯେତେବେଳେ ୱେବ୍ ଆହୁରି ଜଟିଳ ହେବ, ଆହୁରି ବେଶୀ ସୂଚନା ଆସିବ, ସେତେବେଳେ ଆମେ କେମିତି ଠିକ୍ ଜିନିଷଟା ପାଇବା, ଏଇଟା ନିଶ୍ଚୟ ଭାବିବା ପାଇଁ ଗୋଟେ କଥା।